ସମସ୍ତଙ୍କୁ ଜୟ ଗୁରୁ। ମୋର ଆୱାଜ ଟା ଆସୁଛି କି ଶୁଣା ଯାଉଛି? ହଁ ଭାଇ କ୍ଲିୟର ଅଛି। କୃତି ବିଧାୟନର 42 ନମ୍ବର ବାଣୀଟା ବହୁତ ଇମ୍ପୋର୍ଟାଣ୍ଟ ଅଛି। ଆଉ ଦେବଦତ୍ତ ଭାଇ ଅଛନ୍ତି, ମୁଁ ଅନୁରୋଧ କରିବି ଟିକେ ବୁଝେଇଦେବେ ତାଙ୍କୁ। ଦେବଦତ୍ତ ଭାଇ ଜୟ ଗୁରୁ। ସମସ୍ତଙ୍କୁ ଜୟ ଗୁରୁ। ଠିକ ଆସୁଛି ତ? ଆଜ୍ଞା ଆଜ୍ଞା। दाल श्री श्री ठाकुर मुर जगत जननी श्री श्री वर्मामुर पूज्यपाद जुगाचार्य श्री श्री वर्दामुर पूज्यपाद श्री श्री आचार्य देव समस्त पाद पंकज कोटि कोटि प्रणाम जनाऊँ। श्री श्री ठाकुर श्रीमुख निष्ठुत ग्रंथ कृति विधायन कर्म अध्याय 42 नंबर बाणी। प्रथमे बाणी बुझेवा जो धृष्टता क्षमा मागि नउछि। जदि किछि भूल थाए आपण माने मते जणाई देबे। ठाकुर कहउछन्ति तुमे कर्मर दक्ष नियंता हुओ, तुमर निष्पन्नतारे कर्म सार्थक होई उठु, किंतु स्मरण रख कर्म जेपरि तुम पादर शिकुली होई न उठे। तुमे सापुआ हुओ, साप खेलाओ, किंतु सापर दंशन तुमर किछि भी करि न पारे। नजर रख। माने अति सुंदर बाणी जाको कहंती कर्म जोग जाको अछि। श्रीमद् भगवत गीता जो आपनकर अछि कर्म जोग आ कर्म संन्यास जोग दीटा कथा। कर्म जोग कर्म संन्यास जोगर गोटे सार कथा जो भाव कथा ए बाणी रे पूरा परिष्कार भाव अछि। कहउचंती तुमे तुमर कर्मर दक्ष नियंता हुओ, तुमे तुमे कर्मर निजे ही तुमे ताकू आयत्त कर। कर्म जेमिति तुमर आयत्त हुए, तुमे जेमिति कर्मर आयत्त न हुओ। आउ तुमर करिबार कौशल रे कर्मटा ही सार्थक होई उठो। कर्म जोगु तुमे जेपरि कौनसी कर्म तुमर कौनसी आगेबारे बा तुमर कौनसी प्रकार जाको कहती संप्रसारण रे बाधा न उठे। तुमे सापुआ हुओ, आमे साप जे आपनकर खेला हुए जे देखाए ताकू आमे सापुआ बोली कहू। सापुआ कौन करे ना सापटाकू खेलाए। तार जो पद्मतोला मंत्र से करके साप तार खेले। देखिथिबे सेही कर, किंतु सापर दंशन तुमर किछि करि न पारे। माने यार अर्थ होउछि कोन ना तुमे कर्म एपरि भाबरे कर जे कर्म सहित तुमर केवल काम करिवार संबंध ही रहिबो। माने तुमे सेथिरे निजत्व हराए नाही, निजत्व न हराई कामटाकू अति सुंदर भाबरे करी एमिति भाबरे करि उठ जे तुमर जदि कामर किछि जदि से तरफरु किछि विपद आपद आसिला बा कामर कौनसी प्रकार प्रतिकूल परिस्थिति आसिला तेमिति तुमे तार समाधान करि परिबो, तुमर जेपरि किछि क्षति न हुए। ता होछि बाणीर जो आपनकर मोटा जाको कहते मोटा मोटी अर्थ। जो कथाटा आमे देखिबा एटा केमिति कोन होउची कथा केमिति आसुची ସେଇଠି ଆସୁଛି ଯେ କର୍ମ କରିବାର ଯୋଉ ଆକୃତି ବା କର୍ମ କରିବାର ଯୋଉ ଚେଷ୍ଟା ମଣିଷ କଣ କରେ ନା ମଣିଷ ସବୁବେଳେ ଚେଷ୍ଟା କରେ କିଛି ଗୋଟେ କାମ କରିବା ପାଇଁ। ବିନା କାମରେ ଦେଖିବେ ଆପଣଙ୍କର ବିନା କାମରେ କୌଣସି ପ୍ରକାର ଜୀବ ବଞ୍ଚିବା ସମ୍ଭବ ନୁହେଁ। ଆପଣ କହିବେ କିଛି ବିନା କାମ ମାନେ କହିବେ ଜଣେ ସୁସ୍ଥ ରହୁଛି ଆଉ ତ କିଛି ନାହିଁ ଆରାମ ରହୁଛି ସବୁ କଥା କରୁଛି ତାହେଲେ ସେଠି କଣ କଥାଟା ହବ ନା ସେ କଥାର ଜିନିଷଟା ହଉଛି କଣ ନା ସେ ଆଳସ୍ୟ କରୁଛି। ଆଳସ୍ୟ ବି ଗୋଟେ ପ୍ରକାର କର୍ମ ମନେ ରଖନ୍ତୁ। ଆଳସ୍ୟ ହଉଛି ଗୋଟେ ପ୍ରକାର କିନ୍ତୁ ସିଏ ହେଲା କଣ ନା କର୍ମଟା ସେଟା ଆପଣଙ୍କର ବିକର୍ମ ଯାହାକୁ କହନ୍ତି। ଯୋଉ କର୍ମ ଆପଣଙ୍କର କରିବା କଥା ନୁହେଁ ସେ କର୍ମ ହୁଏ ବିକର୍ମ ଯାହାକୁ କହନ୍ତି।
କର୍ମ ଅକର୍ମ ବିକର୍ମ ବିଭିନ୍ନ ପ୍ରକାର ଜିନିଷ ଅଛି ସେ ତା ଭିତରେ ତାକୁ ସେ ଜିନିଷ ମୁଁ ସେଠି କିଛି ଇଏ କରୁନାହିଁ। କଥାଟା ହଉଛି କଣ ଯେ ଏଠି କଥା ଉଠିଲା ଯେ କର୍ମ ଯଦି ଆମେ କରିବା ତାହେଲେ କାହିଁକି କରିବା ଆଉ କେମିତି ଭାବେ କରିବା ତାର କଳା କୌଶଳ କଣ ସେଇଟା ହଉଛି କେମିତି ଜାଣିବା ନା କେବଳ ଇଷ୍ଟଙ୍କୁ ନେଇ ପୁରୁଷୋତ୍ତମକୁ ନେଇ ହିଁ ଆମେ କାମଟା କଲେ କଣ କରିପାରିବା ଆମର ଯୋଉ ସତନାମ ଯୋଉ ଅଛି ସତନାମକୁ ମନନ ଚିନ୍ତନ ଏବଂ ଠିକ ଭାବରେ ଅନୁରାଗ ଭାବରେ ଆମେ କରିଚାଲିଲେ କଣ ହବ ନା ଆମର ସେଇ କାମର ଆମର କଣ କରିପାରିବା ନା କାମଟା କେମିତି ଭାବରେ ଅତି ସୁନ୍ଦର ଭାବରେ ସୁଷ୍ଠୁ ଭାବରେ କରିପାରିବା ତାର ଗୋଟେ ରୂପରେଖ ଆମ ପାଖରେ ଆସିଯାଏ। ସେ ଯୋଉ ରୂପରେଖକୁ ନେଇ କଣ ହୁଏ ଯଦି ଆମେ ଆଗେଇବା ତାହେଲେ କଣ ହବ ନା କାମଟା ଠିକ ଭାବରେ ହବ। ତ କାମଟା ଠିକ ଭାବରେ ହବା ପାଇଁ ଯୋଉ କଥା କୁହାଯାଉଥିଲା ଆଗରୁ ସେ ବାଣୀ କଥା ଆମର ହେଇଛି ଡିସ୍କସନ ହେଇଛି ସେ ବାଣୀ କଥା ହେଇଥିଲା କଣ ଯେ କାମ ପାଇଁ ଯଦି କିଛି ପ୍ରତିବନ୍ଧକ ଆସେ ତୁମେ ତା ପାଇଁ ସତର୍କ ଥାଅ ତୁମେ ତାରି ପାଇଁ ସେଇଭଳି ଭାବରେ ନିଜକୁ କଣ କର ନା ସଶକ୍ତ କରିନିଅ ନିଜକୁ ସେଇଭଳି ଭାବରେ ଆପଣଙ୍କ ଯାହାକୁ କହନ୍ତି ପରାକ୍ରମୀ କରିନିଅ ଯେମିତି କାମ ପାଇଁ କାମ ପାଖରୁ ଯଦି କିଛି ବିପଦ ଆପଦ ଆସେ ତାକୁ ସାମ୍ନା କରିପାରିବ ସେଇ କଥା ସେ ବାଣୀର ଗୋଟେ ପ୍ରକାର ହଉଛି ଗୋଟେ ଇଏ ଆପଣଙ୍କ ହଉଛି କଣ୍ଟିନ୍ୟୁଟି ରହିଲା ସେ ବାଣୀର କଥା ହେଲା। ଏଇ ଯୋଉ ଜିନିଷଟା ଦେଖିବା ଯେ କେମିତି ଭାବରେ ପ୍ରାକ୍ଟିକାଲି କେମିତି ଭାବରେ ଶ୍ରୀ ଠାକୁର ଶ୍ରୀ ବରଦା ଶ୍ରୀ ଆଚାର୍ଯ୍ୟ ଦେବ କେମିତି ଜିନିଷଟା ଏମିତି ହେଇଛି କେମିତି ଭାବରେ ସେମାନେ ନିଜେ ସାପୁଆ ଖେଳା ହୋଇ ସେ ସାପୁଆ ହେଇ ସାପ କେମିତି ଖେଳେଇଛନ୍ତି ସେଇ ବିଷୟରେ କଥା ଦେଖନ୍ତୁ ସେଇ ଜିନିଷ ଯୋଉ କଥା ଏଠି ଯାଜନର ଗୋଟେ ଜିନିଷ ହଉଛି କଣ ପ୍ରଥମ ଜିନିଷଟା କଥା ହଉଛି ଯେ ଆମେ ଦେଖିବା ଯେ ପ୍ରଥମ କଥା ଯେ ଫାଷ୍ଟ କଥା ଯୋଉ ରହିଲା ଏଠି ଆମର ଦିଟା ପାର୍ଟ ରହୁଛି ଗୋଟେ ପାର୍ଟ ରହୁଛି କଣ ନା ତୁମେ କର୍ମର ଦକ୍ଷ ନିୟନ୍ତା ହୁଅ କର୍ମଟାକୁ ନିଜର ଆୟତ କରିନିଅ କର୍ମ ଠିକ ଭାବରେ କର ଏବଂ କର୍ମ ତୁମର କୌଣସି ପ୍ରକାର କ୍ଷତି ନ କରୁ ଯଦି କର୍ମ ପାଇଁ କିଛି କ୍ଷତି ଆସେ ଯା କୌଣସି ପ୍ରକାର ଜିନିଷ ଆସେ କ୍ଷତି ନ ହଉ ଆଉ କାମଟାକୁ ତୁମ ଅଣ୍ଡରେ ରଖ କର୍ମଟା ତୁମ ଅଣ୍ଡରେ ରୁହ ତୁମେ କର୍ମ ଅଣ୍ଡରେ ରୁହ ନାହିଁ ତେଣୁ ଜିନିଷଟା ସେତିକି ଆମେ କେମିତି ବୁଝିବା ଦେଖନ୍ତୁ ପ୍ରଥମ କଥା ହେଲା ସେ ଠାକୁରଙ୍କ ବେଳରେ ଗୋଟେ କଥା ଏଇ ଜିନିଷଟା ହଉଛି କଣ ନା ଯେତେବେଳେ ଆପଣଙ୍କର କଣ ହେଲା ନା ଶ୍ରୀ ଠାକୁର ଯେତେବେଳେ ଆପଣଙ୍କର ଥାଆନ୍ତି ପାବନା ଆଶ୍ରମ ଯୋଉ କଥା କୁହାଯାଉଛି ପାବନା ଯୋଉ ଆପଣଙ୍କର ଆଶ୍ରମ ଅଛି ହିମାୟତପୁର ଆଶ୍ରମ ସେ ହିମାୟତପୁର ଆଶ୍ରମରେ ସେଠି କଣ ହେଲା ନା ସେଇ ପାଖାପାଖି ଗୋଟେ ଯୋଉ ସବୁ ଆପଣଙ୍କର ଗାଁ ସବୁ ଥିଲା ସେମାନେ ସମସ୍ତେ ଧୀରେ 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 ସତ୍ସଙ୍ଗର ଗୋଟେ ପ୍ରକାରର ମାନେ କଣ ହେଲେ ନା ସେମାନେ ସତ୍ସଙ୍ଗର ଗୋଟେ ବିରୋଧୀ ହେଇ ଉଠିଲେ କାହିଁକି ନା ସେମାନଙ୍କର ସମସ୍ତେ ଥିଲେ ଯାହାକୁ କହନ୍ତି ଗୋଟେ ଗୋଟେ ଦୁଷ୍କର୍ମକାରୀ ଏବଂ ବିଭିନ୍ନ ପ୍ରକାର ଅପସନ ଯାହାକୁ କହନ୍ତି ଯୋଉ ଅଛି ଯେତେ ପ୍ରକାର ଅକର୍ମ ଅଛି ସେମାନେ ସବୁ ଥିଲେ ଯେତେବେଳେ ସତ୍ସଙ୍ଗ ଆସିଥିଲା ସେ ଠାକୁର ଭାବଦାର ପ୍ରଚାର ହେଲା ସେତେବେଳେ କଣ ହେଲା ବିଭିନ୍ନ ଆଡୁ ବହୁତ ଆଡୁ ଲୋକମାନେ ଆସିଥିଲେ ସେତେବେଳେ ସେଇ ଯୋଉ ସତ୍ସଙ୍ଗର ପ୍ରଭାବରେ ଧୀରେ 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 କଣ ହେଲା ନା ସେମାନଙ୍କର ଯୋଉ ତାଙ୍କ ଅଣ୍ଡରେ ଯୋଉମାନେ ସବୁ ଥିଲେ ସେମାନଙ୍କର କଣ ହେଲା ନା ଧୀରେ ଧୀରେ ସେମାନେ ସବୁ ପରିବର୍ତ୍ତନ ଘଟିଲା ସେମାନେ ପରିବର୍ତ୍ତନ ହେଇକରି ସେମାନେ କଣ ହେଲେ ନା ନୂଆ ପ୍ରକାର ମଣିଷ ହେଇଗଲେ ଯୋଉ ପ୍ରକାର ମଣିଷ ସେ କଣ କରୁଥିଲା ନା ବିଭିନ୍ନ ପ୍ରକାର ଦୁଷ୍କର୍ମ ଥିଲା ସେ ଧୀରେ 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 ମଣିଷ କଣ ହେଲା ନା ସେ ତାର ଚେଞ୍ଜ ହେଇଗଲା ତାର ଗୋଟେ ପରିବର୍ତ୍ତନ ଆସିଲା ତେଣୁ ଏଇ ସବୁ ଜିନିଷ ସେମାନେ କଣ କଲେ ନା ସତ୍ସଙ୍ଗର ସେମାନେ ଗୋଟେ ବିରୋଧୀ ହେଇ ଉଠିଲେ ସତ୍ସଙ୍ଗର ବିରୋଧୀ ହେଇ ଉଠିଲେ ତାହେଲେ କଣ ହେଲା ନା ସେମାନେ କଣ କଲେ ଚାହିଁଲେ ଯେ ସତ୍ସଙ୍ଗର କ୍ଷତି କରିବା ପାଇଁ ଦେଖନ୍ତୁ କେମିତି କଥା ସେଇ ସବୁ ଜିନିଷରେ କଣ ହେଲା ନା ଶ୍ରୀ ଶ୍ରୀ ଠାକୁର ଯେତେବେଳେ କଣ କରନ୍ତି ଶ୍ରୀ ଠାକୁର ହଉଛନ୍ତି ପରମ ଦୟାଲ ଯାହାକୁ କହନ୍ତି ସେଇ ଯୋଉ ଏଇ ଯୋଉ ବିଶ୍ଳେଷଣ ଆମର ଯୋଉ ହୁଏ ଯୋଉ ଆପଣଙ୍କ କଥା ହୁଏ ଯେ ପରମ ଦୟାଲ ଶବ୍ଦର ଅର୍ଥ କଣ ସେ ଜିନିଷର କଣ ଇଏ ହଉଛନ୍ତି ପରମ ଦୟାଦି ଏବଂ ପରମ ଦରଦି ମଣିଷର ସର୍ବାପେକ୍ଷା ମଙ୍ଗଳକାରୀ ମଣିଷକୁ ବିନା କାରଣରେ ଯିଏ ଭଲ ପାଆନ୍ତି ସେ ହିଁ ହଉଛନ୍ତି ପରମ ଦୟାଲ ସେ ପରମ ଦୟାଲ ବୋଲି ସେ କଣ ହେଇଛି ସେ ଠାକୁର କହିଲେ ଯେ ଠିକ ଅଛି ଯଦି ସେମାନେ ବିରୋଧ କରୁଛନ୍ତି କରନ୍ତୁ ମୋର କିଛି କରିବାର ନାହିଁ ମୋ କାମ କରିଚାଲିଛି ଯିଏ ବିରୋଧ କରୁଛି କରୁ କିଛି କରିବାର ନାହିଁ ତେଣୁ ସେମାନେ ଯାହା ହଉ ସେ କଣ କଲେ ସେମାନେ ବିରୋଧ କଲେ ଏଇ ଯୋଉ ଜିନିଷଟା ହେଲା ଧୀରେ 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 ଘଟଣା କଣ ହେଲା ସେମାନେ କଣ କଲେ ନା ସୂର୍ଯ୍ୟକୁ ଉଣ୍ଡିଲେ ସୂର୍ଯ୍ୟକୁ ଉଣ୍ଡି କଣ କଲେ ନା ପାଖରେ ଯୋଉ ଥିଲା ଆପଣଙ୍କର ଗୋଟେ ଗଞ୍ଜି କାରଖାନା ଥିଲା ସେ ଗଞ୍ଜି କାରଖାନା କଣ କଲେ ନା ସେମାନେ ଗୋଟେ ତାଙ୍କର ଗୋଟେ ଲୋକ ଠିକ କଲେ ସେ ଲୋକ କଣ କଲେ ଯେ ସେ ଗଞ୍ଜି କାରଖାନାରେ ନିଆଁଟା ଲଗେଇ ଦେଇ ସତ୍ସଙ୍ଗ ଆଡକୁ ଦୌଡି 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 ଗଲା ଆପଣଙ୍କ ଆଶ୍ରମ ଆଡକୁ ଦୌଡି ଦୌଡି ଗଲା ଏବଂ ସେମାନେ କଣ କଲେ ଆଗରୁ ସେ ଯୋଉ ତାଙ୍କର ପୂର୍ବ ପ୍ରସ୍ତୁତି ରଖିଥିଲେ ସେ ପୂର୍ବ ପ୍ରସ୍ତୁତି ରଖି କଣ କଲେ ପୋଲିସ ଡାକି ଆଗରୁ ଥିଲେ ସବୁ ଦେଖିଲେ ଯେ ଗଞ୍ଜି କାରଖାନାରୁ ଗୋଟେ ଲୋକ ଦୌଡି ଦୌଡି ଯାଉଛି ସତ୍ସଙ୍ଗ ଆଶ୍ରମ ଭିତରେ ପଶି ଯାଉଛି ସେମାନେ ଭାବିଲେ ସେମାନେ କଣ କଲେ ଠିକ କଲେ ଯେ ଆମେ ଏଠି କଣ କରିବା ନା କହିବା ଯେ ଗଞ୍ଜି କାରଖାନା ନିଆଁ କିଏ ଲଗେଇଛି ନା ସତ୍ସଙ୍ଗ ଲୋକ ହିଁ ଲଗେଇଛନ୍ତି ଦେଖନ୍ତୁ କୋଉ ଭଳିଆ କଥା ହେଲା ତେଣୁ ଏଇ ଯୋଉ ଜିନିଷଟା ହେଲା ତେଣୁ ଯେତେବେଳେ ଏଇ କଥାଟା ଯେତେବେଳେ ଆସିଲା
ସମସ୍ତେ ଧାରଣା ସୃଷ୍ଟି ହେଲା ଯେ ଗଞ୍ଜି କାରଖାନା ନିଆଁ ଲଗେଇଲେ କି ସତ୍ସଙ୍ଗ ଲୋକମାନେ ଲଗେଇଲେ। ଯୋଉ ଲୋକଟି ଯେ କଣ କଲା ଲଗେଇଲା ସିଏ କଣ କଲା ନେଇକି କଣ କଲା ନା ଜଣେ ତପୋବନ ବିଦ୍ୟାଳୟ ଜଣେ ଶିକ୍ଷକ ନିରୀହ ଶିକ୍ଷକ ସେ କଣ କରୁଥିଲେ ଗରମ ଦିନ ସେ କଣ ତାଙ୍କ ଘର ତାଙ୍କର କବାଟ ଟା ଖୋଲା ଥିଲା ପବନ ଆସିବ ବୋଲି ସେ ଲୋକଟି କଣ କଲା ନା ଯାଇକି ସେ ଘର ଭିତରେ ପଶିଗଲା ପୋଲିସ ତା ପଛେ ପଛେ ଗୋଡେଇ ଗୋଡେଇ ଆସିଲା ତାକୁ କଣ କଲା ସେଇ ଘର ଭିତରୁ ତାକୁ ଧରିଲା ଏବଂ ତା ସାଙ୍ଗେ ସାଙ୍ଗେ ସେ ଶିକ୍ଷକଙ୍କୁ ମାନେ ଧରି ନେଲା ଶିକ୍ଷକ ଯେତେ ପ୍ରକାର କଥା କହିଲେ ମଧ୍ୟ ଶୁଣିଲେ ନାହିଁ ଯେ ତୁ ହିଁ ସେ ଯୋଉ ଆପଣଙ୍କର ଯିଏ ନିଆଁ ଲଗେଇଛି ତୁ ହିଁ ତାର ଅଛି ସାହାଯ୍ୟକାରୀ ବୋଲି କହି ତାକୁ ବାଡା ବାଡି କରି ତାକୁ ନେଇଗଲେ। ଦେଖନ୍ତୁ କଥାଟା ଏତିକି ଏଇ ଯୋଉ ଜିନିଷଟା ହେଲା ଏମିତି ଭାବରେ ଘଟଣା ଘଟିଲା ସତ୍ସଙ୍ଗର ବିରୋଧୀ ଗୋଟେ ଆନ୍ଦୋଳନ ଗୋଟେ ବିରାଟ ଗୋଟେ ଆଲୋଡ଼ନ ସୃଷ୍ଟି ହେଲା। ସମସ୍ତେ ଗୋଟେ ଭାବିଲେ ଯେ ସତ୍ସଙ୍ଗ ଲୋକ ହିଁ ବିଭିନ୍ନ ପ୍ରକାର କାମରେ ଏମିତି କିଏ କରୁଛନ୍ତି ଆଉ ଲୋକମାନେ ପ୍ରୋବ୍ଲେମ କରୁଛନ୍ତି କାହାର ଘର ପୋଡି ଦଉଛନ୍ତି କାହାର ଏସବୁ କରୁଛନ୍ତି ଏମିତି ସବୁ ଚାଲିଲା। ତ ଏଇ ସବୁ ଜିନିଷ ଚାଲିଲା ଆକୁ କିପରି ଭାବରେ ଜିନିଷଟାକୁ ସମାଧାନ କରିହବ ଶ୍ରୀ ଠାକୁର କଣ ହେଲା ଠାକୁର ହଉଛନ୍ତି ଏକଦମ ଯାହାକୁ କହନ୍ତି ଅତ୍ୟନ୍ତ ଯାହାକୁ ସମ୍ବେଦନଶୀଳ ଯାହାକୁ କହନ୍ତି ଟିକେ ଟିକେ କଥାରେ ସେ ବହୁତ ପରିମାଣରେ ଯାହାକୁ ସମ୍ବେଦନଶୀଳ ହେଇପାରନ୍ତି ମଣିଷର ସର୍ବାପେକ୍ଷା ମଙ୍ଗଳକାରୀ ସେ କଣ କଲେ ଦେଖିଲେ ନିଜ ଆଶ୍ରମ ଲୋକ ଯେତେବେଳେ ଏମିତି ଅବସ୍ଥାରେ ପଡୁଛନ୍ତି ସେ ଠାକୁର ବହୁତ ମନ କଷ୍ଟ ଠାକୁରଙ୍କର ହେଲା। ସେଇ ସମୟରେ ଆସିଲେ ଶ୍ରୀ ବରଦା ଶ୍ରୀ ବରଦା ଭାବିଲେ ଏଇଟାକୁ କିପରି ଭାବରେ କରିହବ କର୍ମ ସଂସ୍ପାଦନ କରିହବ। ଦେଖନ୍ତୁ କେବଳ ଭାବରେ କଥା କାମଟାକୁ କେମିତି ଭାବରେ କଲେ ସେ କାମର ଯୋଉ ବିପଦ ଆସିବ ବିପଦଟାକୁ ସମାଧାନ କରିହବ ବିପଦକୁ କରିହବ ଏବଂ ସେ କାମଟା ଯେପରି କୌଣସି ପ୍ରକାରର ବିପଦ ଆଉ ନ ହୁଏ କାମଟା ଯେପରି କୌଣସି ପ୍ରକାର ସତ୍ସଙ୍ଗର କ୍ଷତି ନ କରିପାରେ ସେ କଣ ଏମିତି ଭାବରେ କାମ କଲେ ସେ ନିଜେ କଣ କଲେ ଆଗେ ଭଲ ଭାବେ ବୁଝିଲେ ଯେ କଣ ଘଟଣା ହେଇଛି କଣ ନାହିଁ ବୁଝିଲେ ଜାଣିଲେ ସେ ଲୋକମାନେ ଏଇ ସବୁ ହଉଛି ତାଙ୍କର କୁଚକ୍ରି ଗୋଷ୍ଠୀର କାର୍ଯ୍ୟ ସେ କଣ କଲେ ସୋସିଆଲ ତାଙ୍କୁ ସେଠି ପଠେଇଲେ ସୁଶୀଲ ଚନ୍ଦ୍ର ବସୁ ତାଙ୍କୁ କହିଲେ ଆର ଭଲ ସମାଧାନ କେମିତି କରାଯିବ ବିଭିନ୍ନ ପ୍ରକାର କଥା ହେଲା ତ୍ରୈଲୋକ୍ୟ ଚକ୍ରବର୍ତ୍ତୀ ସୁଶୀଲ ଚନ୍ଦ୍ର ବସୁ ଏବଂ ସତୀଶ ଚନ୍ଦ୍ର ଜୟାରଦାର ତାଙ୍କର ଗୋଟେ ଯାହାକୁ ଏଇ ଯେତେ 3 ଜଣ ଗଲେ ସେମାନେ କଣ କଲେ ନା କେମିତି ଭାବରେ କଥା କରିହବ କେମିତି ଭାବରେ ସେମାନଙ୍କୁ ନିଜ ଆୟତ୍ତକୁ ଆଣି ହବ କେମିତି ଭାବରେ ସେମାନେ ହଉଛନ୍ତି ଯୋଉଟା ସାପ ଯାହାକୁ କହନ୍ତି ତାଙ୍କୁ ସବୁ କେମିତି ଭାବରେ ଆୟତ କରିହବ ତାର ଗୋଟେ ବାଟ ସେମାନେ ଖୋଜିଲେ ବାଟ ଧୀରେ ଜାଣିଲେ ଯେ ଯୋଉମାନଙ୍କର ଏତେ ଅଛି ଯୋଉ ଘଟଣା ସବୁ ଅଛନ୍ତି ସମସ୍ତଙ୍କର ପିଲାମାନେ ଧୀରେ ଧୀରେ ହଉଛନ୍ତି ଯାହାକୁ କହନ୍ତି ଚରିତ୍ରବାନ ସେମାନେ ନୁହନ୍ତି କିନ୍ତୁ ତାଙ୍କର ଧୀରେ ଧୀରେ ପରିବର୍ତ୍ତନ ଆସୁଛି। ତେଣୁ ସେମାନେ କଣ କରାଗଲା ଏମିତି ଭାବରେ କରାଗଲା ସେଇ ଯୋଉ ତାଙ୍କ ପିଲାମାନଙ୍କୁ ଧୀରେ ଧୀରେ ତାଙ୍କୁ କଣ କରାହେଲା ଗୋଟେ ତାଙ୍କୁ ଲାଇନରେ ଅଣାଗଲା ଏବଂ ସେଇ ପିଲାମାନେ କଣ କଲେ ନା ତାଙ୍କ ବାପା ମାନଙ୍କର ଯୋଉ ସବୁ କୁଚକ୍ରି ଜିନିଷ ରହିଲା ତାକୁ ସେମାନେ ବିରୋଧ କଲେ। ଦେଖନ୍ତୁ କୋଉ ଭଳିଆ କାମ କଲେ ଏମାନେ ଏମିତି ଭାବରେ ତାଙ୍କୁ ଯାଇକି ଯାଜନ କଲେ ସେ ଠାକୁରଙ୍କ ଭାବଧାରା ଏମିତି ଭାବରେ ତାଙ୍କୁ ଇଏ କହିଲେ ଦେଖ ତୁମର ଦେଖ କଣ ଥିଲା ଆଗରୁ ତମେ କେମିତି ଅବସ୍ଥାରେ ଥିଲ ବର୍ତ୍ତମାନ ତୁମର ଅବସ୍ଥା କଣ ତୁମର ମାନସିକ ଅବସ୍ଥା ତୁମର ଶାରୀରିକ ଅବସ୍ଥା ତୁମର ଯୋଉ ସମାଜର ତୁମର ଯୋଉ ସାମାଜିକ ଅବସ୍ଥା ଦେଖ ତୁମର କେମିତି ଥିଲା ଆଗରୁ ତମେ ବାପା ମାନଙ୍କ ଯୋଗୁଁ ତମ ବାପା ମାନଙ୍କ ଯୋଗୁଁ ତମେ କେମିତି ଭାବରେ ତମେ ଏମିତି ପ୍ରୋବ୍ଲେମ କରୁଥିଲ କେମିତି ନିଜ ଇଏ କରୁଥିଲ ସମସ୍ତେ ଭାବୁଥିଲେ ତମେ ସବୁ ସେ ଗୁଣ୍ଡା ବଦମାସ ତମେ ସବୁ ମାନେ ଯୋଉ ପୁଅ ମାନେ ଏବେ ଦେଖ ତୁମ ମାନଙ୍କ ଯୋଉ ଠାକୁରଙ୍କ ଚରଣ ତୁମେ ଯଦି ଆସିବ ଇଷ୍ଟଙ୍କୁ ଧରିବ ପୁରୁଷୋତ୍ତମଙ୍କୁ ଧରିବ ତୁମର କିଭଳି ଭାବରେ ପରିବର୍ତ୍ତନ ହୋଇପାରିବ। ଏଇଭଳି ଭାବରେ କହିକି ଏମିତି ଭାବରେ କଥା ହେଲା ଯେ ସେମାନଙ୍କର ତାଙ୍କ ପୁଅ ମାନେ ସେମାନେ କଣ କଲେ ବାପା ମାନଙ୍କ ବିରୋଧ ସୃଷ୍ଟି କଲେ ବିରୋଧ କଲେ ନାଇଁ ନାଇଁ ସେ ଠାକୁର ବିରୋଧ ଯାଉନାହିଁ ଏମିତି ଅବସ୍ଥା ହେଲା ଧୀରେ ଧୀରେ ସେମାନେ କଣ କଲେ ଯେତେ ଯୋଉ ସବୁ କୁଚକ୍ରି ଗୋଷ୍ଠୀ ଥିଲେ ସମସ୍ତେ ଗୋଟେ ପ୍ରକାର ଯାହାକୁ କହନ୍ତି ଏକଦମ ପୁରା ମୋଡି ହେଇକି ଆସି ଠାକୁର ପାଖରେ ପହଞ୍ଚିଗଲେ ଯେ ଠାକୁର ଆମ ଯୋଉ ବଞ୍ଚାନ୍ତୁ କେସ୍ ଉଠିଗଲା ସତ୍ସଙ୍ଗ ତରଫରୁ ସତ୍ସଙ୍ଗ ନାଁରେ ଯୋଉ କେସ୍ ଥିଲା କେସ୍ ଉଠିଲା ଯୋଉ ପୋଲିସ ଅଫିସର ଏମିତି ଭାବରେ କୁଚକ୍ରି ଗୋଷ୍ଠୀ ସାଙ୍ଗରେ ଥିଲେ ତାଙ୍କୁ ଦଣ୍ଡ ବିଧାନ କରାଗଲା ଏମିତି ଭାବରେ କଥା ହେଲା। ଏମିତି ଭାବରେ ଦେଖନ୍ତୁ ଗୋଟିଏ କଥା ଦେଖନ୍ତୁ ଏଇ ଯୋଉ ଜିନିଷଟା କଣ ହେଲା ନା ଏଠି ଯୋଉ କଥା ଇଷ୍ଟଙ୍କୁ ଧରି ଶ୍ରୀ ବଡଦା ଯୋଉ ଭଳି ଭାବରେ ଗୋଟେ ଜାଗାର କାମଟା ନିଷ୍ପନ୍ନ କଲେ ସେ ଦେଖିଲେ ଯେ ତାର ଗୋଟେ ସୁଦୂର ଗୋଟେ ପ୍ରଭାତ ତାର ଗୋଟେ ଜିନିଷଟା ଅଛି କାହିଁକି ନା ଯଦି ଏମାନଙ୍କୁ ଆମେ ଦମନ ନ କରିବା ଯଦି ଏଇ କଥାରେ ଆମେ ଦମନ ନହବ ତାହେଲେ କଣ ହବ ନା ଏଇ ମାନେ ଧୀରେ ଧୀରେ ସତ୍ସଙ୍ଗର ଆହୁରି ଅବସ୍ଥା ଖରାପ କରିବେ ଯାହାକୁ କଣ ସତ୍ସଙ୍ଗର ମାନେ କଣ କରିବେ ଯୋଉ ଆପଣଙ୍କ ବିରୋଧ କରିବେ ପ୍ରତି କଥା ବିରୋଧ କରିବେ ଏବଂ ପ୍ରତି କଥାରେ ସତ୍ସଙ୍ଗର ଆପଣଙ୍କର କ୍ଷତି ଘଟେଇବେ। ତେଣୁ ସେ କଣ କଲେ ଏମିତି ଭାବରେ କଣ କଲେ ତାଙ୍କର ମନ ପରିବର୍ତ୍ତନ କଲେ ତାଙ୍କୁ ଯାହାକୁ ଧରିଲେ ଏମିତି ଭାବେ କଲେ ସେମାନଙ୍କ ଏମିତି ଭାବରେ ମନ ପରିବର୍ତ୍ତନ କରିଦେଲେ
ଏମିତି ଭାବରେ କାମ ତାଙ୍କୁ କଲେ ଅତି ସୁନ୍ଦର ଭାବରେ କାମଟା ହେଇଗଲା। ସତ୍ସଙ୍ଗ ତରଫରୁ ଯାହା ସବୁ ଥିଲା ସବୁ କିଛି ସମାଧାନ ହେଇଗଲା। ସେଇମାନେ ହିଁ ଧୀରେ ଧୀରେ ଠାକୁରଙ୍କର ଅତି ଭକ୍ତ ହେଇଗଲେ, ଯାହାକୁ କୁହନ୍ତି ବଡ ଭକ୍ତ ହେଇଥିଲେ। ତ ଏଇ ଜିନିଷଟା କୁହାଯାଉଛି ଅତି ସୁନ୍ଦର ଭାବରେ ଶ୍ରୀ ଶ୍ରୀ ବରଦା ଏଇ କାମଟା ଶ୍ରୀ ଶ୍ରୀ ଠାକୁରଙ୍କର ଆଦେଶରେ ଏଇ ଯୋଉ କାମଟାକୁ ଏତେ ସୁନ୍ଦର ଭାବରେ କରିଦେଲେ ଯେ ଯାହା ଫଳରେ କଣ ହେଲା ନା କାମର ଯେ ଆଗକୁ ଯୋଉ ବିପଦ ଆସିବ ସମାଧାନ ହେଇଗଲା। ତାପରେ ଯୋଉ ଏମିତି ଯୋଉ ଆମର କୁଚକ୍ରୀ ଗୋଷ୍ଠୀ ଥିଲେ ସେମାନେ ମଧ୍ୟ ସେମାନେ କଣ ହେଲା ତାଙ୍କର ସମାଧାନ ସେ କଥାରେ ହେଇଗଲା, ସେମାନେ ମଧ୍ୟ ଆଗକୁ ଆସିଗଲେ। ଦେଖନ୍ତୁ କେତେ ସୁନ୍ଦର ଭାବରେ କଥା ସମାଧାନ ହେଇଗଲା। ତେଣୁ ଏଇଟା ହଉଛି ପୁରୁଷୋତ୍ତମକୁ ଧରିବାର, ପୁରୁଷୋତ୍ତମକୁ ଇଷ୍ଟ ପ୍ରତି ଅନୁରାଗର ଗୋଟେ ଅତ୍ୟନ୍ତ ସୁନ୍ଦର ପ୍ରମାଣ, ଯୋଉ କଥା କୁହାଯାଏ। ଆଉ ଗୋଟିଏ କଥା ଏଠି ହଉଛି ଶ୍ରୀ ଶ୍ରୀ ଦାଦାଙ୍କର କଥା। ଶ୍ରୀ ଦାଦା ଯେତେବେଳେ କଣ ଥିଲେ ନା ଆପଣ ଗୌହାଟୀ ମନ୍ଦିର କଥା ଚାଲିଥିଲା। ଗୌହାଟୀ ମନ୍ଦିରରେ କଣ ହେଲା ଯୋଉ କଥା ଆପଣ ଜାଣିଥିବେ ସବୁ ପ୍ରାୟ ଏଇ କଥାଟା। ଏଇ ଗୌହାଟୀ ମନ୍ଦିରରେ କଣ ହେଲା ଯେ ଆପଣଙ୍କର କାମଟା ପାଖାପାଖି ଯେତେବେଳେ ଆସିକି ହେଇଗଲାଣି 70% ଭାଗ ହେଇଗଲାଣି, ଆଉ 30 ଭାଗର କାମ ଅଛି, ଜୋରସୋର କାମ ଚାଲିଛି। ସେଇ ସମୟରେ କଣ ହେଇଛି ନା ଗୋଟେ ପଟୁ କଣ ହେଲା ନା ଆପଣଙ୍କର ଗୋଟାଏ ପଟରୁ ଆପଣ ଦକ୍ଷିଣ ଦିଗ ପାଖାପାଖି ମୁଁ ଶୁଣିଛି ଯାହା ଦକ୍ଷିଣ ଦିଗରୁ ଯୋଉ ଲୋକମାନେ ଥିଲେ ସେମାନେ କଣ କଲେ ଧୀରେ ଧୀରେ ତାର କଣ କଲେ ନା ସେମାନେ ବିରୋଧ କଲେ। ସେମାନେ କହିବାକୁ ଲାଗିଲେ ଯଦି ସତ୍ସଙ୍ଗ ବୋଧେ ଧୀରେ ଧୀରେ ଆମ ଜାଗା ସବୁ ନେଇଯିବ, ଆଉ ଆପଣ କଣ ହବ ନା ଆମେ ସବୁ ଆମର ଭିଟାଭାଟି ହରେଇବୁ, ସବୁ କେମିତି କଥା ହବ, କାହିଁକି ଏମାନେ ଧୀରେ ଧୀରେ ଏତେ ବଡ ଆକାର କରୁଛନ୍ତି, ପଛରେ ଯଦି କିଛି ଗଭର୍ଣ୍ଣମେଣ୍ଟ କଥା ହେଲା କଣ କିଛି ହେଲା ଏଇ ମାନେ ହଇରାଣ କରିବେ, ଆମକୁ ପ୍ରୋବ୍ଲେମ ପକେଇବେ। ତେଣୁ ଏମାନଙ୍କୁ ଆଗେ କଣ କରାଯାଉ ସମ୍ପୂର୍ଣ୍ଣ ଭାବରେ ବିରୋଧ କରାଯାଉ। ସେମାନେ କଣ କଲେ ଏମିତି ଭାବେ ବିରୋଧ କଲେ ଆଜି ଯଦି ଆପଣଙ୍କର ପାଚେରୀ ହେଲାଣି ତାକୁ ଭାଙ୍ଗିଦେଲେ, କାଲି ଯଦି ଆପଣଙ୍କର କିଛି ଗୋଟେ ଆପଣଙ୍କର ପିଲାର ଷ୍ଟ୍ରକ୍ଚର ଆରମ୍ଭ ହେଲା ପିଲାକୁ ରାତିରେ ଭାଙ୍ଗିଦେଲେ। ଏମିତି ସବୁ କାମ କଲେ, ବାରମ୍ବାର କ୍ଷତି କରିଚାଲିଲେ, ସତ୍ସଙ୍ଗର କ୍ଷତି କରିଚାଲିଲେ, ମନ୍ଦିରର ବାଧା ଦେଇ ଚାଲିଲେ। ଏମିତି ଅବସ୍ଥା ହେଲା। ଶ୍ରୀ ଦାଦା ଆସି ପହଞ୍ଚିଲେ, ଦେଖିଲେ ଏମିତି ଅବସ୍ଥା ବାରମ୍ବାର ହଉଛି। ତେଣୁ ସେ କଣ କଲେ ସେଇ ଜାଗାରେ ଗୋଟେ ଅତି ସୁନ୍ଦର ଭାବରେ କାମଟା କେମିତି କରିହବ ଏବଂ ଏଇମାନଙ୍କୁ କେମିତି ଭାବରେ ନିଜର ଆୟତ୍ତ କରିହବ, ଯାହା ଫଳରେ କି ସେମାନେ ଆଉ ଦଂଶନ କରିପାରିବେ ନାହିଁ, ସେମାନେ ଆଉ ତାଙ୍କର ଯୋଉ ଚୋଟ ମାରି ପାରିବେ ନାହିଁ। କେମିତି ଭାବରେ କରାଯାଏ ଦେଖନ୍ତୁ କାମଟା କେତେ ସୁନ୍ଦର ଭାବରେ କରିପାରିବେ ଜିନିଷଟାକୁ ସେ ଜିନିଷ କଲେ। ସେ କଣ କଲେ ନା ସେ ଦାଦା ଗୋଟେ କଥା ଦେଖିଲେ ଯେ ସେମାନଙ୍କର ଯୋଉମାନେ ସ୍ତ୍ରୀ ମାନେ ଅଛନ୍ତି ସେମାନେ ହଉଛନ୍ତି କାମିକା ଲୋକ। ସେମାନେ କଣ ହୁଏ ନା ସେଠି ପ୍ରାୟ ସବୁ କଣ କରନ୍ତି ନା ସ୍ତ୍ରୀ ମାନେ କାମକୁ ଯାଆନ୍ତି, ପୁରୁଷ ମାନେ ପ୍ରାୟ ଟାଇମ ଘରେ ରହନ୍ତି ନା ବିଭିନ୍ନ ପ୍ରକାର ଏଇ ମଦ ଫଦ କାହିଁକି ଏମିତି ରହନ୍ତି, ଏଇ ଯୋଉ ନିଶାଶକ୍ତ ଅବସ୍ଥାରେ ଥାନ୍ତି। ତେଣୁ ସିଏ କଣ କଲେ ଦେଖିଲେ ଏଇ ଯୋଉ ତାଙ୍କର ଏଠି ବିରୋଧ କରୁଛି କିଏ ନା ପୁରୁଷ ମାନେ ବିରୋଧ କରୁଛନ୍ତି, ଏବଂ ତାଙ୍କୁ ଧରିଛି ଆଉ ଗୋଟେ ଲୋକ ଯିଏକି କଣ ଥିଲା ନା ଆଗରୁ ସତ୍ସଙ୍ଗକୁ ସିଏ କଣ କରୁଥିଲା ଆପଣଙ୍କର ଗୋଡି ବାଲି ସିମେଣ୍ଟ ଦଉଥିଲା, କିନ୍ତୁ ସେ ଗୋଡି ବାଲି ସିମେଣ୍ଟ ତାକୁ କଣ କରିଲା ତାର ସେଥିରେ ସବୁ ବିଭିନ୍ନ ପ୍ରକାର ସିଏ ଯୋଉ ଆପଣଙ୍କର ବିଭିନ୍ନ ପ୍ରୋବ୍ଲେମ କଲା ବୋଲି ତାକୁ ବାହାର କରିଦିଆଯାଇଥିଲା। ତେଣୁ ସିଏ କଣ ଯୋଉ ରାଗ ରଖିକିରି ଏମାନଙ୍କ ହାତରେ ନେଇକରି ଏମିତି ସବୁ କାମ କରୁଛି ନା। ଆଚ୍ଛା ଠିକ ଅଛି, ସେଠି କଣ କରାଗଲା ଦେଖନ୍ତୁ କିଭଳି ଭାବରେ ତାଙ୍କୁ ଆୟତ୍ତ କରାହବ। ଯଦି ଏଇ ପୁରୁଷ ମାନଙ୍କୁ ଆୟତ୍ତ କରିବାର ଗୋଟେ ବାଟ ହଉଛି କଣ ନା ସେମାନଙ୍କ ସ୍ତ୍ରୀ ମାନଙ୍କୁ ଯଦି ଆମେ ସେଇଭଳି ଭାବରେ ତାଙ୍କୁ ସତ୍ ପଥରେ ନେଇପାରିବା, ସେମାନେ ଜିନିଷଟା ଠିକ ସେ ବୁଝିପାରିବେ ଏ ଜିନିଷଟା କଣ ସେମାନଙ୍କର ମଙ୍ଗଳ ପାଇଁ ଏ ମନ୍ଦିର ହଉଛି, ଏଇ ଜଗତର ପୁରୁଷୋତ୍ତମଙ୍କର ଇଏ ହଉଛି ତୀର୍ଥକ୍ଷେତ୍ର, ଏଇଭଳି ଭାବରେ ମନ୍ଦିର ତାଙ୍କୁ ଇଏ କରିପାରିବା। ସେମାନେ କଣ କରିବେ ନା ମନ୍ଦିରର ସାହାଯ୍ୟ କରିବେ, ମନ୍ଦିରର ବିଭିନ୍ନ କାମରେ ସେମାନଙ୍କର ସାହାଯ୍ୟ ସହଯୋଗ ରହିବ। କାହିଁକି ନା ମନ୍ଦିର ତା ପରିବେଶ ଯଦି ଏମିତି ଭାବରେ ଯଦି ସବୁବେଳେ ବିରୋଧ ଭାବ ସୃଷ୍ଟି ହେଲା, ଆପଣଙ୍କର ପରିବେଶ ମଧ୍ୟ ସମ୍ପୂର୍ଣ୍ଣ ଖରାପ ହବ ଏବଂ କାମଟା ମଧ୍ୟ ଠିକ ସେ ହେଇପାରିବ ନାହିଁ। ତେଣୁ ସେ ଦାଦା କଣ କଲେ ଯାଜନ ତାଙ୍କୁ କରିବାକୁ ଚେଷ୍ଟା କରାଗଲା, ସେ ମା ମାନଙ୍କୁ ଯାଜନଙ୍କର ପ୍ରଥମ ଦିନ ରାଜି ସେମାନେ ହେଲେ ନାହିଁ। ସେ ଭାବିଲେ ବୋଧେ ଏମାନେ ଆମକୁ ଅନ୍ୟ ପ୍ରକାର କୌଣସି ପାଲରେ ପକଉଛନ୍ତି, କିନ୍ତୁ ଏମିତି ଭାବରେ ଯାଜନ ଧୀରେ ଧୀରେ ହେଲା। ସେ ଅତି ସୁନ୍ଦର ଭାବରେ ସେମାନେ ଜିନିଷଟା ବୁଝିଗଲେ ଏ ଜିନିଷଟା କଣ, ଏବଂ ସେଇମାନେ କଣ କଲେ ତାଙ୍କର ପୁରୁଷ ମାନଙ୍କୁ ବିରୋଧ କଲେ। ପୁରୁଷ ମାନଙ୍କୁ ତାଙ୍କୁ ସେ କଣ କଲେ ବୁଝିବାକୁ ଚେଷ୍ଟା କଲେ ଯେ ଦେଖ ତମେ କିଛି ବ୍ୟସ୍ତ ହୁଅ ନାହିଁ, ଯାହା ମନ୍ଦିରର କାମ ଆମେ ସହଯୋଗ କରିବା, ଏବଂ ଏଠି ଆମର ମନ୍ଦିରରେ ଆମକୁ ମଧ୍ୟ କିଛି ଚାକିରି ମିଳିପାରେ, ଆମକୁ କିଛି ଆମର କର୍ମସଂସ୍ଥାନ ହେଇପାରେ, ସବୁ କିଛି ହେଇପାରେ। ଏମିତି କରି ଧୀରେ ଧୀରେ ସେ ଦାଦା କଣ କଲେ ପାଖାପାଖି 4-5 ମାସ ଭିତରେ ମାତ୍ର ଦେଖନ୍ତୁ କୋଉ ଏମିତି ଭାବରେ ତାଙ୍କୁ କରାଗଲା, ଏମିତି ଭାବରେ ଉଦ୍ବୁଦ୍ଧ ସେମାନେ ହେଲେ ଯେ ସେମାନେ ଆରାମ ସେ କଣ କଲେ ନା ମନ୍ଦିରରେ ସହଯୋଗ କଲେ। ମନ୍ଦିର ସହଯୋଗ କଲେ, ଏମାନେ ସେଇମାନେ ହିଁ ପରିବେଶରେ ପୂଜାକୁ କହନ୍ତି ଅତି ସୁନ୍ଦର ଭାବରେ କାମଟା କରିଦେଲେ। ମନ୍ଦିର ସବୁ ସହଯୋଗ କଲେ, ସେ ଭାଗ ଆରାମ ସେ ସରିଲା।
କାମ ସବୁ ଠିକ ଠାକ ହେଲା ଦେଖନ୍ତୁ। ଏବଂ ସେଇ ଯୋଉ ତାଙ୍କର ଯୋଉ ଗୋଷ୍ଠୀ ଥିଲା ଯୋଉ ଲୋକଟି ଏମିତି ସବୁ କରୁଥିଲା ସେଇ ଲୋକ ପଛରେ କଣ କଲା ନା ସେ ତାର ତାର ଯୋଉ ଚାଲ ଟା ତାର ସମସ୍ତେ ଜାଣିପାରିଲେ ସେ କଣ ପାଇଁ ଏମିତି କରୁଥିଲା। ତାକୁ ଯେତେବେଳେ ତାକୁ ଯେତେବେଳେ ଧରା ହେଲା ସବୁ କଥା ମାନିଗଲା ଏବଂ ଶେଷରେ ସେ ଭୁଲ ମାଗିକିରି ସତ୍ସଙ୍ଗର ମଧ୍ୟ ସମାଧାନ ସେ କ୍ଷେତ୍ରରେ ଆସିକି କଣ କଲା ନା କାମରେ ସେ ତାର ଯାହା କିଛି କଲା। ଏଇ ଯୋଉ କଥାଟା ହଉଛି ଏଇ କଥାଟା ମାନେ ହଉଛି ଯେ କଣ ନା ମାନେ ହଉଛି ଯେ କେମିତି ଭାବରେ କାମଟା ହେଇପାରେ, କେମିତି ଭାବରେ କାମଟା ଆପଣଙ୍କର ନିଷ୍ପନ୍ନ ହେଇପାରେ, କୌଣସି କେମିତି ଭାବରେ କାମଟା କରାଯାଏ। ଦେଖନ୍ତୁ ଯେତେବେଳେ କୌଣସି ବିରୋଧ ଆସିବ, ଯେତେବେଳେ କୌଣସି ପ୍ରକାରର ଆପଣ ଅପବାଦ ଆସିବ, କୌଣସି ପ୍ରକାରର ଆପଣଙ୍କର ଗୋଟେ ଆପଣଙ୍କ ପରିବେଶ ଆପଣଙ୍କ ବିରୋଧ ହେଇ ଉଠିବ, ସେତିକି ବେଳେ ହଉଛି କଣ ନା ଯିଏ ହଉଛି ସେ କାମ କରିବା ଲୋକ, ଯିଏ ହଉଛି କର୍ମୀ ପ୍ରକୃତ କର୍ମୀ ଯୋଉ କଥା କୁହାଯାଏ, ପ୍ରକୃତ କର୍ମୀ କଣ ହୁଏ ନା ପ୍ରକୃତ କର୍ମୀ ସେ ଠିକ ଭାବରେ ଭାବେ ଯେ କଣ କେମିତି ତାକୁ ମୁଁ କରିପାରିବି। ସେ ଯୋଉ କଥା ଅଛି ଆମର ସତ୍ୟାନୁଚରଣ ଅଛି ଯେ କଥାରେ କମ କାମରେ ବେଶୀ, ସେ ହଉଛି ପ୍ରଥମ ଶ୍ରେଣୀର କର୍ମୀ। ଦେଖନ୍ତୁ ଅତି ନିରବ ଭାବରେ ଅତି ସୁନ୍ଦର ଭାବରେ ସେ ତାର କଣ କରିବ କାମଟା ରଖିକି ସେ କଣ କରିବ ତାର କାମଟା ତାର ଠିକ ଠାକ କରି ଚାଲିବ। ଆଉ କଣ ହବ ନା ଯିଏ ଯେମିତି କହେ ସେମିତି କରେ ସେ ହଉଛି ଆପଣ ମଧ୍ୟମ ଶ୍ରେଣୀର କର୍ମୀ। ଆଉ ଯିଏ କାମରେ କମ ଆଉ କହେ ବେଶୀ ସେ ହଉଛି ଆପଣ କଣ ତୃତୀୟ ଶ୍ରେଣୀର କର୍ମୀ। ଆଉ ଯିଏ କହିବାରେ ବଳସ୍ୟ କରିବାରେ ବଳସ୍ୟ ସେ ହିଁ ଅଧମ ଯୋଉ କଥା କୁହାଯାଏ। ଏଇ ଯୋଉ କର୍ମର ବିଭାଗ ଯୋଉ କଥା ଅଛି, ପ୍ରଥମ ଶ୍ରେଣୀର ଯିଏ କର୍ମୀ ସିଏ କଣ ହବ ନା କର୍ମଟାକୁ ନିଜ ଅଣ୍ଡରକୁ ଆଣିବ ଅତି ସୁନ୍ଦର ଭାବରେ, ଅତି ଭାବରେ ସେ କଣ କରିବ ଅତି ସୁନ୍ଦର ଭାବରେ କାମଟାକୁ ନିଜ ଅଣ୍ଡରକୁ ଆଣିବ ଏବଂ କାମରେ ନିଜେ କୌଣସି ପ୍ରକାର ଇନଭଲ୍ଭ ନ ହୋଇ କେମିତି ଭାବରେ କାମଟାକୁ କରିହବ ସେ କାମଟା ବି ସେ କରିପାରିବ। ଜିନିଷ ଦେଖନ୍ତୁ ଆଉ ଗୋଟିଏ କଥା ଏଠି ମୋଟା ରହିଲା ଯଜ୍ଞେଶ୍ଵର ସାମନ୍ତଙ୍କ କଥା ସମସ୍ତେ ଜାଣିଥିବେ। ଯଜ୍ଞେଶ୍ଵର ସାମନ୍ତ ଜଣେ ଯାକୁ କହନ୍ତି ଜଣେ ଅତି ଦୁର୍ଦ୍ଦାନ୍ତ ଜମିଦାର ଥିଲେ ଯାକୁ କହନ୍ତି। ସେଠା ଠାକୁରଙ୍କ ସମୟରେ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ଜମିଦାର ଯାକୁ କୁହାଯାଏ। ଦୁର୍ଦ୍ଦାନ୍ତ ଜମିଦାର ସେଠୁ ଧୀରେ ଧୀରେ ସେ କଣ ହେଲେ ନା ଯାଇକି ଆପଣଙ୍କର ବିପ୍ଳବ ଗୋଷ୍ଠୀରେ ସେଠୁ ମିଶିଲେ, ଇଂରେଜ ମାନଙ୍କ ଏଗେନଷ୍ଟରେ ଗଲେ। ତାଙ୍କ ସେମିତି କଥା ହୁଏ ସେ ଦି ହାତରେ ଯେମିତି ଭାବରେ ଥିଲେ ଦୁଇ ହାତରେ ଦିଟା ଆପଣଙ୍କର ପିସ୍ତଲ ଧରିକି ସେ ଆପଣ ଗୁଳି ଚଳେଇ ପାରୁଥିଲେ ଯଜ୍ଞେଶ୍ଵର ସାମନ୍ତ। ତେଣୁ ଏମିତି ଭାବରେ ସେ କଣ କଲେ ବହୁତ ଗୁଡିଏ ଆପଣଙ୍କ ଇଂରେଜ କର୍ମଚାରୀଙ୍କୁ ହତ୍ୟା କଲେ। ଏମିତି ସବୁ ହେଇକି ବିଭିନ୍ନ ପ୍ରକାର ଘଟଣା ଘଟିଲା। ତାପରେ କଣ ହେଲା ହଠାତ୍ ପୋଲିସ ତାଙ୍କୁ ଆପଣଙ୍କ ପୋଲିସ ଖୋଜିଲା, ସେ କଣ କଲେ ସେ ହଠାତ୍ କୁଆଡେ ଆପଣଙ୍କର ଚାଲିଗଲେ। ଆପଣ ସେ କଣ କଲେ ଆପଣ ପଳାତକ ଘୋଷଣା ହେଇଗଲା, ଯେତେବେଳେ ତାଙ୍କ ଘୋଷଣା ହେଇଗଲା ସେ କଣ କଲେ ଲୁଚି ବୁଲିଲେ, ବିଭିନ୍ନ ଜାଗାକୁ ଗଲେ ଲୁଚି ବୁଲିଲେ। କଣ ହେଲା ଯେ ସେଇ ସମୟରେ କଥା ଆପଣ ଠାକୁର ଥାଆନ୍ତି ନିଜେ ବସିଛନ୍ତି ଠାକୁରଙ୍କ ପାଖରେ, ସେ କଣ ହେଲା ହଠାତ୍ ଦିନେ କଣ ହେଇଛି ନା ରାତି 2ଟା ଖଣ୍ଡେ ପାଖାପାଖି ହବ ଠାକୁର ଶୋଇନାହାନ୍ତି। ତାପରେ କଣ ହେଇଛି ନା ଆପଣଙ୍କ ପାଖରେ ବଙ୍କିମ ଦା ଅଛନ୍ତି, କହୁଛନ୍ତି ବଙ୍କିମ ଦେଖ ତ ମତେ ବୋଧେ କିଏ ଖୋଜୁଛି। 2ଟାରେ ଯାଇ ଗେଷ୍ଟ ହାଉସ ପାଖରେ ଜଣେ ସନ୍ୟାସୀ ବସିଛନ୍ତି, ବସି ବିଡି ଟାଣୁଛନ୍ତି। ତାଙ୍କୁ ପଚାରିଲେ କଣ ହେଲା ନା ସେ ମୁଁ ଠାକୁରଙ୍କୁ ଦେଖା କରିକି ଆସିଛି ଆଉ ଠାକୁରଙ୍କ ସହିତ କାମ ଅଛି ନା। ଠାକୁର ତ ଏବେ ଠାକୁରଙ୍କ ବିଶ୍ରାମ ସମୟ, ରାତି 2ଟାରେ କଣ କାହାକୁ ଦେଖା କରନ୍ତି? ନା ନା ଠିକ ଅଛି ଆଉ ଗୋଟେ କାମ ମୁଁ ତ ସକାଳ ପର୍ଯ୍ୟନ୍ତ ପାରିବି ନାହିଁ, ରାତିରେ ହିଁ ମୁଁ ଠାକୁରଙ୍କୁ ଯାହା ଦେଖା କରିପାରିବି। ଯାଇ ଠାକୁରଙ୍କ ସାର୍ କହିଛନ୍ତି ଠାକୁର ଠିକ ଅଛି ତାଙ୍କୁ ଡକା ହେଲା। ଶେଷକୁ ସିଏ କହିଲେ ଗୋଟା ଠାକୁର ଏମିତି ଏମିତି କଥା ହେଇଛି, ମତେ ପଳାତକ ସବୁ ଖୁସି ହେଇଯାଇଛି, ମତେ ପୋଲିସ ନେଇଯିବ ବାନ୍ଧି ଇଏ କରିବ, ଆପଣ କିଛି କରନ୍ତୁ। ଠାକୁର ଦେଖିଲେ ଯେ ଏଇଭଳି ଲୋକଟିକୁ ଯଦି ସମାଜରେ ଛାଡି ଦିଆଯାଏ ସେ ସମାଜର ଭୟଙ୍କର କ୍ଷତି କରିବ। ସମାଜ ଏବଂ ବିଭିନ୍ନ ପ୍ରକାର କ୍ଷତି କରି ରାଜ୍ୟ କରି ଆପଣଙ୍କ କଣ ହବ ନା ଇଂରେଜ ମାନଙ୍କୁ ତ ସିଏ ତ ଇଏ ହେଲା ଆପଣଙ୍କର କଣ ଅଛି ନା ଇଂରେଜ ମାନଙ୍କୁ ସହିତ ଆପଣଙ୍କ ହତ୍ୟା କରିଛି। ତା ସଙ୍ଗେ ସଙ୍ଗେ ସିଏ ମଧ୍ୟ କଣ କରିବେ ଏମିତି ବୁଲି ବିଭିନ୍ନ ଲୋକଙ୍କ ବିରୋଧ ହବ ଏବଂ କିଛି ଆମ ନିଜ ଲୋକ ମଧ୍ୟ ମାନଙ୍କର ମଧ୍ୟ କ୍ଷତି କରିବ, ତା ସଙ୍ଗେ ସଙ୍ଗେ ନିଜର ମଧ୍ୟ କ୍ଷତି କରି ଚାଲିବ। ତେଣୁ ଏଇଭଳି ଭାବେ ଠାକୁର କହିଲେ ଠିକ ଅଛି କାମ କର ଯେ ତତେ ମୁଁ ଶରଣ ଦେବି, କିନ୍ତୁ ଗୋଟିଏ କଣ୍ଡିସନ, ସେ କଣ୍ଡିସନ ହଉଛି କଣ ନା କଣ୍ଡିସନ ଟା ହଉଛି ଯେ ତୁ କାଲି ସକାଳେ ଯାଇକିରି ପାବନା ପୋଲିସ ଆଗରେ ଆତ୍ମସମର୍ପଣ କରିବୁ, ରାଜି ଯଦି କହ ତାହେଲେ କଥାବାର୍ତ୍ତା। ଇଏ କହିଲେ ନାଇଁ ସେମିତି ହବ ନାହିଁ। କେମିତି ହବ ନାହିଁ, ମୁଁ ତ ଏଠିକି ଆସିଛି, ମତେ ପୋଲିସ ନେଇଗଲେ ମତେ ନିଶ୍ଚିତ ଭାବରେ ଫାଶୀ ଦଣ୍ଡ ହେଇଯିବ। ଏମିତି କଥା ହେଇକରି ଯାଇଛି। ଯେତେବେଳେ ସେ ତାପର ସକାଳୁ ଲୁଚିକି ରହିଛି, ତାପରେ ସକାଳେ ପୋଲିସ କୋର୍ଟ ଖବର ପାଇକି ଆସି ପହଞ୍ଚିଗଲା। ଠାକୁର କହିଲେ ଠିକ ଅଛି ମୁଁ ତ ଜାଣିଛି ସେ ଆସିଛି ବୋଲି ଏଠି, କିନ୍ତୁ ତାର ସନ୍ଧାନ ମୁଁ ତାକୁ ହେଲେ ମୁଁ ତାକୁ ଦେବି କହିବି।
ତାପରେ ପରେ ସେଇ ଦିନ କଣ ହେଇଛି ତା ସନ୍ଧାନ ଠାକୁର ପାଇଛନ୍ତି, ପୁଲିସକୁ ଖବର ଦେଇଛନ୍ତି, ପୁଲିସ ଆସି କଣ କରି ତାଙ୍କୁ ଯୋଉ ବାନ୍ଧିକି ନେଇଛି। ଗଲାବେଳେ ସେ କଣ କରିଛନ୍ତି, ଅତ୍ୟନ୍ତ ରାଗି ଠାକୁରଙ୍କୁ କହିଛନ୍ତି, ଠାକୁର ଅତି ମୁଁ ଆପଣଙ୍କ ବହୁତ ଆପଣଙ୍କର ଭରସାରେ ଆସିଥିଲି, କିନ୍ତୁ ଆପଣ ମତେ ପୋଲିସ ଧରେଇ ଦେଲେ। ଯଦି ଏବେ ବି ବନ୍ଧୁକ ଥାଆନ୍ତା ଆପଣଙ୍କ ଛାତିରେ ମୁଁ ସଙ୍ଗେ ସଙ୍ଗେ 4ଟା ଗୁଳି ମାରି ଦେଇଥାନ୍ତେ। ଏଇ କଥା ଠାକୁରଙ୍କ ପାଖରେ ସେ କହିକି ଚାଲିଗଲା। ଠାକୁର କହିଲେ ଠିକ ଅଛି ତୁ ଯା, ତୋର ନିଶ୍ଚିତ ଭାବରେ ତୋର ଭଲ ହବ, ପରମ ପିତା ତୋର ଭଲ ଭଲ କରିବେ। ସେ ଗଲା, ପୋଲିସ ତାକୁ ନେଇଗଲା, ତାଙ୍କୁ ନେଇକି କଲିକତା ସେଣ୍ଟ୍ରାଲ ଜେଲରେ ତାଙ୍କୁ ରଖା ହେଲା। ଆଉ କିଛି ବାଟ ନାହିଁ, ସେ ଜାଣିଗଲେ ମୋର ମୃତ୍ୟୁ ସୁନିଶ୍ଚିତ, ଥରକ ଫାଶୀ ଦଣ୍ଡ ହବ ହିଁ ହବ। କିନ୍ତୁ ମନରେ ବହୁତ ପ୍ରକାର ରାଗ ତାଙ୍କର ବଢିଛି, ଯେ ଠାକୁରଙ୍କୁ କେମିତି ଭାବରେ ଆସିଲା ମାନେ ଠାକୁରଙ୍କୁ ଯେମିତି ତେଲ ମାରିବ। ଦେଖନ୍ତୁ, ସତ୍ସଙ୍ଗର କ୍ଷତି କରିବ, ସେ ଠାକୁରଙ୍କ କ୍ଷତି କରିବ, ଏଇ ସବୁ ଜିନିଷର ଯୋଉ କଥା ହେଲା। କିଛି ସମୟ ଗଲା, ପାଖାପାଖି 6 ମାସ ବିତିଗଲା। ହଠାତ୍ ଠାକୁର କଣ କରୁଛନ୍ତି, ଗୋବର ମଜୁମଦାର ଅଛନ୍ତି ଆପଣ ପ୍ରତିଷ୍ଠିତ, ତାଙ୍କୁ ଡାକିଲେ, କହିଲେ ଗୋବର ଗୋଟେ କାମ କର, ତୁ ସଙ୍ଗେ ସଙ୍ଗେ କଲିକତା ଯା ଏବଂ ସେ ଯଜ୍ଞେଶ୍ଵର ସାମନ୍ତକୁ ଗୋଟେ କାମ କର, ତାକୁ ବାହାର କରିକି ନେଇକି ଆ। ନା ଆଜ୍ଞା, ସେ ତ ହଉଛି ଇଂରେଜ ହତ୍ୟାକାରୀ କଥା ହେଲା, ଆଉ ଏମିତି କଥା ହେଇଛି ନା, କୌଣସି ପ୍ରକାର କେମିତି ଆଣିବି ତାକୁ? ନା ତୁ ଏମିତି ଭାବରେ ଯିବୁ, କାମଟା ଏମିତି ଭାବରେ କରିବୁ ଯେ ସେ ତୋର କୌଣସି କ୍ଷତି କରିପାରିବ ନାହିଁ, ସତ୍ସଙ୍ଗର କ୍ଷତି କରିପାରିବ ନାହିଁ, ଏବଂ ତୋ ଯୋଗୁ ସତ୍ସଙ୍ଗର ଗୋଟେ ପ୍ରକାର ଲାଭ ହବ। ଏବଂ ସେ ମଧ୍ୟ କଣ ହବ ନା, ସେଇଭଳି ଯୋଉ ଅତ୍ୟନ୍ତ ଦୁର୍ଦ୍ଦାନ୍ତ ଗୁଣ୍ଡା ପ୍ରକୃତିର ଲୋକ, ସେ କଣ ହବ, ସେ ମଧ୍ୟ ଆମ କଥା ମାନିବ। କେମିତି ନା, ତୁ ତ ସେ ଭାବିବୁ, ତୁ ଯା। ଗୋବର ମଜୁମଦାର ଠାକୁରଙ୍କୁ ପ୍ରଣାମ କରି ଯାଇଛନ୍ତି। କାମଟା କେମିତି ଭାବରେ ହବ ଦେଖନ୍ତୁ, ଜଣେ ହଉଛନ୍ତି ଫାଶୀ ପାଇବାକୁ ଯୋଗ୍ୟ ଜଣେ କଏଦୀ, ପୁଣି କଲକାତା ସେଣ୍ଟ୍ରାଲ ଜେଲରେ ଅଛନ୍ତି, ବାଟ କିଛି ନାହିଁ। ପୁଣି କଣ ହେଇଛି ନା, ଆଙ୍କ ପାଖରେ ଗୋଟେ ପଇସା ବି ନାହିଁ ଯିବା ପାଇଁ, କଲିକତା ଯିବା ପାଇଁ ଯୋଉ ଯାତ୍ରା ଭଟା, ତାକୁ ଭିକ୍ଷା କରି ସେ କଣ କରୁଛନ୍ତି, ଯାଇଛନ୍ତି। କାମଟା କେମିତି ହବ, କେବଳ ଈଶ୍ୱରଙ୍କୁ ସେ ସ୍ମରଣ କରି, ସତନାମ ସ୍ମରଣ କରି, ବାରମ୍ବାର ସ୍ମରଣ କରି ଯାଇଛନ୍ତି, କାମଟା କେମିତି ହବ। କାମଟା ଧୀରେ ଧୀରେ ତାଙ୍କ ମୁଣ୍ଡକୁ ଆସୁଛି ଯେ କାମ ଅତି ସୁନ୍ଦର ଭାବରେ କେମିତି କରିପାରିବେ। ଯାଇକି ପହଞ୍ଚିଛନ୍ତି, ଆପଣ ଯୋଉ ଜଣେ ଇଂରେଜ ଅଛନ୍ତି, ଆପଣଙ୍କର ଜଣେ ତାଙ୍କ ନାଁ ହଉଛି ଆପଣଙ୍କର ହେଗାଟ ସାହେବ, ତାଙ୍କ ପାଖରେ ପହଞ୍ଚୁଛନ୍ତି। ସେ କହିଲେ ସମ୍ଭବ ନୁହଁ, ଏମିତି ଯୋଉ ଆସି ଏମିତି କଥା, ଏଇଭଳି ଭାବରେ କେହି ସମ୍ଭବ ନୁହଁ, ତାଙ୍କୁ ଛାଡିବା ପାଇଁ ମୋର କିଛି ଇଏ ନାହିଁ। ଦେଖାଯାଇଛି ଯେ ତାପରେ ପରେ ଏମିତି ଭାବରେ ବର୍ଷା ହେଇଛି, ଅତ୍ୟନ୍ତ ବହୁତ ଜୋର ବର୍ଷା, ଯେମିତି ଆଉ କିଛି ବାଟ ନାହିଁ, 3 ଦିନ ଧରି କଣ୍ଟିନ୍ୟୁସ ବର୍ଷା ହେଇଛି। ଜେଲର ଗୋଟାଏ ପଟ ପାଚେରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ବାଟ କିଛି ନାହିଁ। ସେତେବେଳେ କଣ ହେଇଛି, ଗଭର୍ଣ୍ଣମେଣ୍ଟ ବାଧ୍ୟ ହେଇକି ଛାଡିବାକୁ ରାଜି ହେଇଛି। ବହୁତ କିଛି କଏଦୀଙ୍କୁ ତାଙ୍କର ଯୋଉମାନେ ଅଛନ୍ତି ତାଙ୍କୁ ଜିମା ଦେବା ପାଇଁ କଥା ହେଇଛି, ତାଙ୍କୁ ଜିମା ଦିଆ ହେଇଯିବ। ଯଦି କିଛି ସେମାନେ ଭଲ କଥା ହୁଅନ୍ତି, ଭଲରେ ରହନ୍ତି, ତାହେଲେ କଣ ହବ ନା, ସେଇମାନଙ୍କୁ ଆପଣଙ୍କର ପୁଣି ତାଙ୍କୁ ଛାଡ ଦିଆଯିବ। ସେଇଭଳି କଥା ହେଲା। ସେଇ ସମୟରେ କଣ ହେଲା ନା, ଯେତେବେଳେ ସେ ଆପଣଙ୍କ ସତନାମ କରୁଛନ୍ତି, ତାଙ୍କ ଭିତରେ ଗୋଟେ ଇମ୍ପଲସ ଆସୁଛି, ତୁ ସଙ୍ଗେ ସଙ୍ଗେ ସେଇଠି ଯା, ଆଉ ଥରେ ଯା। ସେ ବହୁତ ଭାବିଛନ୍ତି ସେଇ ପାଣି ଭିତରେ ଏତେ କଥା ଇଏ କରି, ଅତି କଷ୍ଟ ସେ ଯାଇକିରି ତା ଭିତରେ ପହଞ୍ଚିଛନ୍ତି। ସେଠି ପହଞ୍ଚୁଛନ୍ତି, ସେ ସେଥିରେ କହିଛନ୍ତି, ସାହେବ ଗୋଟେ କାମ କରନ୍ତୁ, ଯଜ୍ଞେଶ୍ଵର ସାମନ୍ତକୁ ଆମକୁ ଦେଇ ଦିଅନ୍ତୁ, ସତ୍ସଙ୍ଗକୁ ଦେଇ ଦିଅନ୍ତୁ। ନା ତୁମେ କଣ ପାରିବ? ନା ହଁ ଆଜ୍ଞା ପାରିବି, ତାକୁ ନେଇ ପାରିବି। ନା ଏମିତି ଭାବରେ ଯୋଉଟା ଜାନୁଆରକୁ ନେଇ ତୁମେ କଣ ତାକୁ ସତ୍ସଙ୍ଗର ଯୋଉ ପରିସ୍ଥିତି ତାକୁ ସମ୍ଭାଳି ପାରିବ? ନା ଆଜ୍ଞା ପାରିବି। କେମିତି? ନା ସତ୍ସଙ୍ଗର ଯୋଉ ସେଠି ଯୋଉ ଲୋକ ବସିଛନ୍ତି, ସେମିତି କେତେ ଜାନୁଆର, କେତେ ଜନ୍ତୁଙ୍କୁ ନିଜ ଆୟତ୍ତକୁ ନେଇଛନ୍ତି। ଇଏ ତ ହଉଛି ଗୋଟେ ଛୋଟିଆ ଜାନୁଆର, ତାକୁ ମୁଁ ଯେମିତି ହେଲେ ନେଇକି ଯିବି। ସେଇଭଳି ପଣ କରି ତାକୁ ଯେମିତି ଯାଇଛନ୍ତି, ବହୁତ କିଛି ପ୍ରକାର କଷ୍ଟ ସ୍ୱୀକାର କରି ତାଙ୍କୁ ଯାହାକୁ ଜାମିନରେ ଆଣିଛନ୍ତି, ତାକୁ ଯାଇ ତା ପାଖରେ ପହଞ୍ଚିଛନ୍ତି। ସେ ଯଦି ଶୁଣିଛି ସତ୍ସଙ୍ଗର ଲୋକଟା ଆସିଛି, କହିଲେ ଆଗେ ତତେ ମାରିବି, ତାପରେ ଠାକୁରଙ୍କ କଥା ବୁଝିବି। ସିଏ କହିଛନ୍ତି, ଆଜ୍ଞା ଦେଖ, ଆରେ ଦେଖ, ସେଇ ଠାକୁର ତତେ କଣ କରିଛନ୍ତି ନା, ମୁକୁଳିଆ ପାଇଁ ମତେ ପଠେଇଛନ୍ତି। ସେ ବିଶ୍ୱାସ କରିପାରିନି ଯେ ଯୋଉ ଠାକୁର ମତେ ପୋଲିସ ହାତରେ ଧରେଇ ଦେଇଥିଲେ, ମତେ କଣ ସେ ପୁଣି ଏମିତି କରିଛନ୍ତି? ଆପଣଙ୍କର ଏ ଯୋଉ ମୋର ମୁକ୍ତି ପାଇଁ ସେ ପୁଣି କଣ ଆପଣଙ୍କ କାମ କରିଛନ୍ତି? ନା ହଁ, ତୁ ଚାଲ। ସେଇଠି ତାର କଣ ହେଇଛି ନା, ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ସେଇଭଳି ଭାବରେ ଗୁଣ୍ଡା ବଦମାସ ଯୋଉ କଥା କୁହାଯାଏ, ଅତ୍ୟନ୍ତ ଅତ୍ୟାଚାରୀ ଥିଲା, ଯାହାକୁ କୁହନ୍ତି, ତା ମନରେ ଗୋଟେ ଆସିଛି, ଆରେ ଯିଏ ମୋର ଭାବନ୍ତି କଣ କରିଛି, ଅତ୍ୟନ୍ତ ମଙ୍ଗଳକାରୀ କାମ। ଏଇ ଯୋଉ ଜିନିଷଟା ମତେ ବାହାର କରିବା ପାଇଁ, ମୋ ଜୀବନ ବଞ୍ଚେଇବା ପାଇଁ ଗୋଟେ ଲୋକକୁ ପଠେଇଛନ୍ତି। ଗୋଟେ ଲୋକକୁ ଏଠି ଯାହାକୁ କହନ୍ତି, ତାର ନିଜର ଜୀବନ ପ୍ରତି ବିପଦ ଅଛି, କିନ୍ତୁ ସେ ଆସିଛି। ସେ କଣ କରିଛି ନା, ତ ଗୁରୁଙ୍କ ଆଦେଶ ମାନିଛି। ସେ ଗୁରୁଙ୍କ ଆଦେଶ ମାନିକି ଅତି ସୁନ୍ଦର ଭାବରେ ଯୋଉ କାମଟା କରିଛି, ତାଫଳରେ ମୁଁ ଯେମିତି ହେଲେ ଯିବି। ସେ ଫେରିକି ଆସିଛି।
ଠାକୁରଙ୍କ ପାଖରେ କ୍ଷମା ମାଗିଛି, ଠାକୁରଙ୍କ କଥା ଠାକୁର ଅତି ସୁନ୍ଦର ଭାବେ ତାକୁ କଣ କରୁଛନ୍ତି, ତାକୁ ନିଜ କୋଳରେ ନେଇଛନ୍ତି, କହିଛନ୍ତି ତୁ ତୋର କାମ ଛାଡି ଏଠି ରହ। ତାକୁ ଆନନ୍ଦ ବଜାର ଦାୟିତ୍ୱ ଦିଆଯାଇଛି। ଏ କଥା ଏଇ ସବୁ କଥା ଅଛି। ଆପଣଙ୍କର ପିସି ସରକାର ଆସିଛନ୍ତି, କହିଛନ୍ତି ଠାକୁର ଆପଣଙ୍କର ଗୋଟେ ଅଲୌକିକ କଥା କୁହନ୍ତୁ। ନା ଅଲୌକିକ କଥା ଯଦି କହିବାର କଥା ହୁଏ, ଟିକେ ଆନନ୍ଦ ବଜାର ଯାଅ, ଯଜ୍ଞେଶ୍ଵର ସାମନ୍ତ ଅଛି, ତାକୁ ଟିକେ କଥା ପଚାର। ସେ ଯାଇ ସେଠି ପଚାରୁଛନ୍ତି, ଆରେ ତମେ କୁହ ସେ ଠାକୁରଙ୍କ କଣ ଅଲୌକିକ ଯୋଉ ଅଛି କଥା ଅଛି। ଆଜ୍ଞା ଦେଖନ୍ତୁ, ଯୋଉ ଦିଟା ହାତରେ ମୁଁ କଣ କରୁଥିଲି ନା ବନ୍ଧୁକ ଫୁଟଉଥିଲି, ସେଇ ଦିଟା ହାତରେ ଭାତ ଡାଲି ସବୁ ଇଏ କରୁଛି, ଦଉଛି। ଦେଖନ୍ତୁ କିଭଳି ଭାବରେ ପରିବର୍ତ୍ତନ ହେଲା, କିଭଳି ଭାବରେ ଜଣେ ଅତ୍ୟନ୍ତ ଯାହାକୁ କହନ୍ତି ଦୁଷ୍କର୍ମକାରୀ, ଅତ୍ୟନ୍ତ ଅତ୍ୟାଚାରୀ, ଗୁଣ୍ଡା ବଦମାସ ଯାହାକୁ କହନ୍ତି ଯେ ସାପ ସାଙ୍ଗରେ ସମାନ। କାରଣ ଯୋଉ କଥା କୁହାଯାଇଛି ଯେ ଏଇ ମାନେ ଯୋଉମାନେ ହଉଛନ୍ତି ସଂସାର କ୍ଷତିକାରକ, ସେମାନେ ଗୋଟେ ସାପ ସଙ୍ଗରେ ସମାନ ଯାହାକୁ କୁହାଯାଏ। ସେମାନେ କିଭଳି ଭାବରେ ଆପଣଙ୍କର ବଶକୁ ଆସୁଛନ୍ତି, କିଭଳି ଭାବରେ କାମଟା ଠାକୁର ତାଙ୍କୁ କରିଛନ୍ତି, କିଏ କରିଛନ୍ତି ଯେ ଏଠି କଣ ହଉଛି ନା ତାଙ୍କର କଣ ହଉଛି ନା ମଙ୍ଗଳ ହଉଛି, ଏବଂ ସମାଜରେ ମଙ୍ଗଳ ହଉଛି, ପରିବେଶରେ ମଧ୍ୟ ମଙ୍ଗଳ ହଉଛି। ଏଠି ଗୋଟିଏ କଥା କହି ରଖେ ଯେ ଶ୍ରୀ ଶ୍ରୀ ଠାକୁର ହଉଛନ୍ତି ସେଇ ପରମ ଦୟାଲ, ଏବଂ ଶ୍ରୀ ଶ୍ରୀ ଠାକୁର ହଉଛନ୍ତି ସେଇ ଯାହାକୁ କହନ୍ତି ଶିବ ସ୍ୱରୂପ। ସେ ନିଜେ ହଉଛନ୍ତି ସେଇ ଶିବ ସ୍ୱରୂପ। ସ୍ଵୟଂ ଶିବ ଯେତେବେଳେ କଣ କରନ୍ତି, ସାପକୁ ଗଳାରେ ବାନ୍ଧିଥାନ୍ତି, ନା ସାପ ହଉଛି ସେଇଭଳି କ୍ଷତିକାରକ ଜୀବ, କିନ୍ତୁ ଏଇଭଳି କ୍ଷତିକାରକ ହେଇ ମଧ୍ୟ ତାକୁ ସେ ଗଳାରେ କାହିଁ ରଖନ୍ତି, ନା ତାକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି। ସେ ଠାକୁର ମଧ୍ୟ ସେଇଭଳି, ତାଙ୍କ ପାଖରେ କେତେ ଜନ୍ତୁ ଜାନୁଆର ଆସିଥିଲେ, କିଶୋରୀ ମୋହନ ଦାସ କିଭଳି ଭାବରେ କଥା ସେଇଭଳି ଆସିଥିଲେ, ଯୋଉ ତାକୁ ସତ୍ୟେନ୍ଦୁ ମୁଖାର୍ଜୀ ସେଇଭଳି ଆସିଥିଲେ, ତାକୁ କହନ୍ତି ତାଙ୍କର ଯୋଉ ବିପଦ ବାରିଣୀ, ତାଙ୍କ ନାଁ ବିପଦ ବାରିଣୀ ଚକ୍ରବର୍ତ୍ତୀ ନା କଣ, ଆଜ୍ଞା ଏମିତି। ଏଇ ଯୋଉ ବିଭିନ୍ନ ପ୍ରକାର ଯାହାକୁ କହନ୍ତି ଅତ୍ୟନ୍ତ ଅତ୍ୟାଚାରୀ ସେମାନେ ଥିଲେ, ଅତ୍ୟନ୍ତ ଗୁଣ୍ଡା ପ୍ରକୃତିର ଥିଲେ, ସମାଜର ଅତି କ୍ଷତି ପାଇଁ ସେମାନେ ଇଏ କରୁଥିଲେ। ତେଣୁ ସେଇମାନଙ୍କୁ ଅତ୍ୟନ୍ତ ସୁନ୍ଦର ଭାବରେ ଠାକୁର କଣ କରିଛନ୍ତି, ଏମିତି ଭାବରେ ତାଙ୍କୁ ବାଟ ବୁଲେଇ ଦେଇଛନ୍ତି, ଏମିତି ଭାବରେ ତାଙ୍କର ଯୋଉ ଯାହା ତାଙ୍କର ମଙ୍ଗ ବୁଲେଇ ଦେଇଛନ୍ତି, ସେମାନେ ଇଷ୍ଟ କର୍ମ କରି ଚାଲିଛନ୍ତି। ଦେଖନ୍ତୁ, ତେଣୁ ଏଇଠି ହଉଛି କଥା ଯେ କାମ କରିବାର ଗୋଟିଏ ବାଟ, ଯେ ଆମେ ତାଙ୍କୁ କାମ ଠିକ ସେ କରିବା। କାମ ଠାକୁର ଇଷ୍ଟଙ୍କୁ ଯେତେବେଳେ ସମର୍ପଣ କରି କାମ କରୁ, ତାହେଲେ କଣ ହୁଏ ନା କାମରେ ଆମର ସେଥିରେ କାମରେ କୌଣସି ପ୍ରକାରର ଆମର ସେତେ ଯାହାକୁ ଆସକ୍ତି ନଥାଏ। ସେ ଆସକ୍ତି ତ୍ୟାଗ କରି କାମଟା ଠିକ ଭାବରେ କଲେ ଆମେ କଣ ହବ ନା ଆମେ ଆମର ଯୋଉ ପ୍ରକାର ଆପଣଙ୍କର ଯୋଉ ପ୍ରକାର ବିପଦ ଅଛି, ସେଥିରୁ ଆମେ ମୁକ୍ତି ପାଇପାରିବା, ଏବଂ ସେ ଠାକୁରଙ୍କର କର୍ମ ମଧ୍ୟ ଅତି ସୁନ୍ଦର ଭାବରେ ସମାପନ ହେଇପାରିବ। ଏତିକି ଯାଚନା ରଖୁଛି। ସମସ୍ତଙ୍କ ସାର୍ବିକ କଲ୍ୟାଣ ପାଇଁ ପ୍ରିୟ ପରମଙ୍କ ପାଦ ପଙ୍କଜ ତଳେ ପ୍ରଣାମ ଜଣାଉଛି। ଜୟ ଗୁରୁ, ଜୟ ଗୁରୁ। ସୁନ୍ଦର ଭାବରେ ଦେବଦତ୍ତ ଭାଇ 3ଟି ଉଦାହରଣ ଦେଇକି ବାଣୀଟିକୁ ବୁଝେଇଲେ। ଆକ୍ଚୁଆଲି ଆମ କ୍ଷେତ୍ରରେ ଏଇ ଜିନିଷଟା କଣ ଆପ୍ଲାଏ ହେଇପାରେ, ସେଇଟାକୁ ଟିକେ ବୁଝିନେଲେ ଭଲ। ଆମ କ୍ଷେତ୍ରରେ ହେଲା ଏଇଆ ଯେ ଆମେ ଯୋଉ ଜାଗାରେ ଜବ୍ କରୁଛେ କି ବିଜନେସ୍ ଯୋଉମାନେ କରୁଛନ୍ତି, ଆମର ଯୋଉ ଜାଗାରେ ରହୁଛେ, ଏମିତି ନାହାନ୍ତି, ଆମର ବହୁତ ଜଣ ଏଭଳିଆ ଅଛନ୍ତି ମଣିଷ ଯୋଉମାନେ କି ଆମର କ୍ଷତି କରୁଛନ୍ତି। ତାଙ୍କର ଯଦିଓ ଆମେ କିଛି କରିନେ, କିନ୍ତୁ କ୍ଷତି କରୁଛନ୍ତି। ବହୁତ ସମୟରେ ବି ସେମାନେ ଆମର ଶ୍ରୀ ଦେଖିକି, ମାନେ ଉନ୍ନତି ଦେଖିକି ବି ସେମାନଙ୍କର ଗୋଟେ ଇନଫେରିୟରିଟି କମ୍ପ୍ଲେକ୍ସ ତିଆରି ହୁଏ, ଏବଂ ସେଥି ଦୃଷ୍ଟିରୁ ସେମାନେ ଆମକୁ ଅସୁବିଧାରେ ପକାନ୍ତି। ଫାଷ୍ଟ କଥା ହେଲା ଏଇଆ ଯେ ତାଙ୍କର ହୀନମନ୍ୟତାଟା ତିଆରି ନ ହଉ, ତା ପାଇଁ ଠାକୁର ବହୁତ ନିୟମ ଦେଇଛନ୍ତି, ବହୁତ ବାଣୀ ଦେଇଛନ୍ତି। ଆମେ ଯଦି ବାହା ପିଆ ମାରୁ, ତାଙ୍କର ଗୋଟେ ଶତ୍ରୁତା ତିଆରି ହବ। ତ ସେଇଟା ଯେପରି ନ ହଉ, ବହୁ ଜିନିଷ ଦେଇଛନ୍ତି ମଣିଷକୁ କିପରି ଖୁସି ନେଇ କରିକିରି ଚାଲିବା ପାଇଁ, ସବୁ ନିୟମ କୁହା ହେଇଛି। ଯଦି ସେଇ ଟାଇପର ଚଲା ଯାଏ, ତାହେଲେ ମ୍ୟାକ୍ସିମମ୍ ଜିନିଷ ଏଇ ଟାଇପର ଯୋଉ ମାନେ ଆମର ଏନିମି, ଶତ୍ରୁତା କରୁଥିବା ମଣିଷ ମାନଙ୍କର ପ୍ରାଧାନ୍ୟ ଗୋଟେ କମେ। ଠିକ ଅଛି, ସେଇଟା କଣ? ସେଟା ହଉଛି ଗୋଟେ କର୍ମ। କାହା ପାଇଁ? ସେ ଠାକୁରଙ୍କ ପାଇଁ। ଯଦି ଆମ ଜୀବନରେ ଆମର ମାନଦଣ୍ଡ ଠାକୁର ହୁଅନ୍ତି, ତାଙ୍କୁ ନେଇକିରି ଆମ ଚଳଣିଟା ସେଫକୁ ଆଣୁ ଏବଂ ସେଇ ଟାଇପରେ ଚାଲୁ, ତାହେଲେ କଣ ହୁଏ, ଏଗୁଡିକ ଆସ୍ତେ ଆସ୍ତେ ସେଇ ଟାଇପରେ ଜଣା ପଡେ କିପରି ଭାବରେ ଆମେ ଚାଲିଲେ ଆମର ଶତ୍ରୁତା ଅନ୍ୟମାନଙ୍କ ସହିତ ରହିବନି। ହେଲେ ଠାକୁରଙ୍କୁ ନେଇକିରି ଆମେ କର୍ମ ଠିକ ସେ କରିପାରିବା। କାରଣ ଦେଖନ୍ତୁ, ଯଦି ଆମେ ଯୋଉ ଜାଗାରେ ଅନ୍ନ ସଂସ୍ଥାନ ହଉଛି, ଯୋଉ
ମାନେ ଚାକିରି କରୁଛୁ କି ବିଜନେସ ଅଛି, ଯଦି ସେଠି ଆମେ ସେଇ ଟାଇପର ଠାକୁରଙ୍କୁ ନେଇକି ଚାଲୁ, ତାହେଲେ କଣ ହବ ନା ସାଙ୍ଗ ଦୋସ୍ତି ଭିତରେ ଜିନିଷଟା ରହିବ ଏବଂ ଠିକ ଭାବରେ ସମ୍ପାଦନ ହବ ଏବଂ କାହାର କ୍ଷତି ହବନି, ଆମ ଶତ୍ରୁତା ବି ହବନି। କିମ୍ବା ଆମେ ଯେ ବଢିଗଲେ କାହାର ଯେ କ୍ଷତି ହେଇ ଉଠୁଛି ତାକୁ ବି ନଜର ପକେଇବାକୁ ପଡିବ ଏବଂ ସେଇ ଟାଇପର ତାକୁ କାଉଣ୍ଟର କରିବାକୁ ପଡିବ, ଯେମିତି ଠାକୁରଙ୍କ ନିୟମ ହିସାବରେ କୁହାଯାଇଛି। ଠିକ ଅଛି। ତାପରେ ବି ବହୁତ ସମୟରେ ଏଇଟା କଲା ପରେ ବି ପ୍ରୋବ୍ଲେମ ସଲ୍ଭ ହୁଏ ନାହିଁ। ସେ କ୍ଷେତ୍ରରେ ନାନ୍ଧ୍ୟାନ କରି ଠାକୁରଙ୍କ ନିୟମ ଭିତରେ ନିଜକୁ ଆଣି କୌଶଳ ବାହାର କରି ତାକୁ କିପରି ଚଳେଇ ନେବାକୁ ହୁଏ ତାକୁ ବି ବାହାର କରିବାକୁ ପଡିବ। ଆ ଫଳରେ କଣ ହବ ନା ସେମାନେ ଆମର କେହି କ୍ଷତି କରିପାରିବେ ନାହିଁ। କାହିଁକି ନା ଆମେ ହଉଛୁ ଠାକୁରଙ୍କ ମାନେ ପ୍ରତିଷ୍ଠା ପାଇଁ ହିଁ ଜୀବନଟାକୁ ସମର୍ପଣ କରୁଛୁ। ତେଣୁ ଯେହେତୁ ତାଙ୍କୁ ନେଇକି ଚାଲୁଛୁ, ତେଣୁ ଆମର ଉଦ୍ଦେଶ୍ୟ ଯେ ଲୋକଟାକୁ କ୍ଷତି କରିବା ନୁହେଁ। ତେଣୁ ସେଥିପାଇଁ ଆମେ ନିହାତି ଜୟଯୁକ୍ତ ହବୁ, କିନ୍ତୁ ପେସେନ୍ସଫୁଲି ତାକୁ ନେଇକି ଯିବାକୁ ପଡିବ। କିନ୍ତୁ ଯଦି ଆମେ ସେଇ ଧାରାରେ ନଥାଉ, ଠାକୁରଙ୍କୁ ଭଲ ପାଇବା ଧାରାରେ ହିଁ ଆମେ ନାହୁଁ, ତାହେଲେ ଏଇ ଜିନିଷ ସମ୍ଭବ ହୁଏନି। ଏ କୌଶଳ ଗୁଡିକ କାମ କରିବନି, କାରଣ ଆମ ପ୍ରବୃତ୍ତି ହିଁ ଆମକୁ ମାନେ ଗାତ ତିଆରି କରିବ। ହେଲା, ମଣିଷ କିଛି କରୁନି, ଆମର ପ୍ରବୃତ୍ତି ହିଁ ଗାତ ତିଆରି କରିବ ଏବଂ ମଣିଷ ତାକୁ ଆହୁରି ବଢେଇ ଦବ। ଠିକ ଅଛି। ଯାହା ପାରିଲି ମୁଁ ନିଜେ ଯାହା ବୁଝିଛି ବୁଝେଇଲି, ହୁଏତ କିଛି ଭୁଲ ଥିଲେ କ୍ଷମା କରିବେ। ଦେବଦତ୍ତ ଭାଇ ସୁନ୍ଦର ଏଇ ଯୋଉ ଉଦାହରଣ ଗୁଡିକ ଦେଇଥିଲେ ଠାକୁରଙ୍କର ଲୀଳା କାହାଣୀରେ, ଏଗୁଡିକ ବହୁତ ପ୍ରାସଙ୍ଗିକ ଏ ବାଣୀ ପାଇଁ। ପରିଶେଷରେ ସମସ୍ତଙ୍କ ମଙ୍ଗଳ ପ୍ରାର୍ଥନା କରି ରହୁଛି। ଜୟ ଗୁରୁ।